ବିଜାତଳାରେ ଜିଲ୍ଲାସ୍ତରୀୟ 2 ଦିବसीय ବାଲ ବୈज्ञାନିକ ପ୍ରଦର୍ଶନୀ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ଜୁଡ଼ିଆ ଗ୍ରାମର କାଣାପାଟ ଉଚ୍ଚ ବିଦ୍ୟାଳୟ ପରିସରରେ 2 ଦିବसीୟ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ବିଜାତଳା ବିଇଓ ଶ୍ରୀ ନେପାଳ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଞ୍ଜିନିୟର ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ବକ୍ତା ଶ୍ରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ଏଡିଏମ୍ ଶ୍ରୀ ଦୌଲତ ଚନ୍ଦ୍ରକାର, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ, ରାଇରଙ୍ଗପୁର ବିଇଓ ଶ୍ରୀ ଯୋଗେଶ୍ୱର ଜେନା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଉଦ୍ଯାପନୀ ଉତ୍ସବରେ ସାରସ୍କଣା ବିଧାୟକ ଭାଦବ ହାସ୍ତା, ରାଇରଙ୍ଗପୁର ବିଧାୟକ ଜନେଲ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାସ୍ତା, ଏବିଇଓ ରଞ୍ଜନ ସାଣ୍ଡିଲ, ଏବିଇଓ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ସଂଯୋଜନା ଶିକ୍ଷକ ରଞ୍ଜନ ନନ୍ଦ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ସହ ଅତିଥିଗଣ ଜିଲ୍ଲାର କୋଣ ଅନୁକୋଣରୁ କୁନି କୁନି ବୈଜ୍ଞାନିକମାନେ ଆଣିଥିବା 172ଟି ବିଭିନ୍ନ ବିଷୟ ବସ୍ତୁ ଆଧାରିତ ପ୍ରକଳ୍ପକୁ ପରିଦର୍ଶନ କରିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିଗଣ କହିଥିଲେ, ସମାଜର ପ୍ରଗତି ପାଇଁ ବିଜ୍ଞାନ ଅପରିହାର୍ଯ୍ୟ। ବିଜ୍ଞାନ ଅନ୍ଧବିଶ୍ୱାସ ଦୂର କରେ। ଯେଉଁ ଦେଶ ବିଜ୍ଞାନରେ ଯେତେ ଆଗୁଆ, ସେହି ଦେଶର ସାମାଜିକ ଓ ଆର୍ଥିକ ସେତେ ପ୍ରଗତିଶୀଳ। 5ଟି ଥିମ୍ ଉପରେ ଆଧାରିତ ପ୍ରକଳ୍ପ ଯଥା ରିସର୍ଚ୍ଚ ମ୍ୟାନେଜମେଣ୍ଟ, ଫୁଡ୍ ସ୍ୱାସ୍ଥ୍ୟ ଓ ହାଇଜିନିକ୍, ବର୍ଜ୍ୟବସ୍ତୁ ପରିଚାଳନା, ବିପର୍ଯ୍ୟୟ ପରିଚାଳନା, ପରିବହନ ଏବଂ ମ୍ୟାଥମେଟିକାଲ ମଡେଲିଂ, କମ୍ପ୍ୟୁଟେସନାଲ ଥିଙ୍କରେ ପ୍ରଦର୍ଶିତ ପ୍ରକଳ୍ପରେ ପ୍ରତିଭାଗରୁ 3ଟି ଶ୍ରେଷ୍ଠ ପ୍ରକଳ୍ପକୁ 5 ଅଧ୍ୟାପକ ବିଚାରକଙ୍କ ଦ୍ୱାରା ଚୟନ କରାଯାଇଥିଲା। ଆଜିକାର କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର 43ତମ ବିଜ୍ଞାନ ମେଳା, ଯେଉଁଟାକି ଛୋଟ ଛୋଟ ପିଲାଙ୍କର ବାଳ ବୈଜ୍ଞାନିକ ଥିଲା। ଯେଉଁ ଆଜି କଣାପାଟ ବିଜେତଳା ବ୍ଲକରେ ସୌଭାଗ୍ୟ ଆମ ପାଇଁ ଏବଂ ନେକ୍ସଟ ପିଢ଼ି ପାଇଁ, ନେକ୍ସଟ ମାନବ ସମ୍ବଳ ପାଇଁ, ସମାଜ ପାଇଁ ଏଇଟା ଗୋଟେ ଭଲ ଭବ୍ୟ କାର୍ଯ୍ୟକ୍ରମ। ଏଭଳିଆ ଆମେ ନୂଆ ନୂଆ ପିଲାଙ୍କୁ ଇନକରେଜ କରିବା, ସେମାନେ ଜ୍ଞାନ ଆହରଣ କରିବେ ଏବଂ ମାନବ ସମାଜରେ ତାଙ୍କର ଜ୍ଞାନ ଲାଗିବ। ନିଶ୍ଚିତ ଭାବରେ ଆହୁରି ଅଧିକରୁ ପିଲାମାନଙ୍କୁ ଜାଗୃତ କରାଇବାର ଅଛି। ମୂଲ୍ୟଭିତ୍ତିକ ଶିକ୍ଷା ସେମାନଙ୍କୁ ଦେବାର ଅଛି, ସଂସ୍କାରୀ ଦେବାର ଅଛି ଏବଂ ଆପଣଙ୍କର ସାମାଜିକତା ଏବଂ ନ୍ୟାଚୁରାଲ ଏବଂ ସାମାଜିକତା ଯେଉଁ ସିଷ୍ଟମେଟିକ ଅଧ୍ୟୟନ କରିବାର ଯେଉଁ ସାଇନ୍ସ ଆମେ କହୁଛେ, ତାକୁ ସ୍ପେସିଫିକ ୱେରେ ସ୍ପେସିଫିକ ଗୋଟେ ପ୍ରୁଫ୍ ଏବଂ ଏଭିଡେନ୍ସ ଦେଇକି ସମାଜ ଆଗରେ ରଖିବା, ଯୋଉଟାକି ମାନବ ସେବାରେ ଲାଗିବ। ଏଇଟା ହେଉଛି ମେନ୍ ଉଦ୍ଦେଶ୍ୟ। ଆଜି ପାଖାପାଖି 200 ଅଧିକା ଆମର ପ୍ରୋଜେକ୍ଟ ପିଲାମାନେ ଉପସ୍ଥାପନ କରୁଥିଲେ। ମୁଁ ଯାହା ଦେଖୁଥିଲି ବିଶେଷ କରି ଏନଭାୟରମେଣ୍ଟାଲ ସାଇନ୍ସ ଉପରେ ଅଛି, ଜଳବାୟୁ ପରିବର୍ତ୍ତନ ଉପରେ ଅଛି। ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସବୁ ପିଲାମାନେ ନେଇଛନ୍ତି। ଆଗାମୀ ଭବିଷ୍ୟତରେ ଏବେ ନିଶ୍ଚିତ ଭାବରେ ତା କାମରେ ଆସିବ, ଏ ସମାଜ ପାଇଁ କାମରେ ଆସିବ ବୋଲି ଆଶା। ଆମର ଜିଲ୍ଲା ସ୍ତରୀୟ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ଏବଂ ଗତକାଲି ଆନୁଷ୍ଠାନିକ ଭାବରେ ଆମ ରାଜ୍ୟ ସରକାରଙ୍କର ମାନ୍ୟବର ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଆଜି କାଲି ଉଦ୍ଘାଟନ କରିଥିଲେ ଏବଂ ଉଦ୍ଯାପନୀ ଉତ୍ସବରେ ମୁଁ ଏବଂ ଆମର ରାଇରଙ୍ଗପୁର ବିଧାୟକ ଜଲେନ ଭାଇ ଥିଲେ ଏବଂ ଆମର ସିନିୟର ସାଇଣ୍ଟିଷ୍ଟ ଆର ବ୍ଲକର ଗିରିବାବୁ ଆସିଛନ୍ତି ଏବଂ ସମସ୍ତ ପଦାଧିକାରୀମାନେ ବହୁତ ଆନନ୍ଦ ଏବଂ ଉଲ୍ଲାସର ସହିତ ଆମର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି ଏବଂ ମୁଁ ଏହି ଅବସରରେ ଆମ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କୁ ବିଜ୍ଞାନ ପ୍ରତି ତାଙ୍କର ଯେଉଁ ଆବେଗ ଅଛି, ବିଜ୍ଞାନ ପ୍ରତି ସେମାନେ ଆକୃଷ୍ଟ ହୋଇକରି ସମାଜ ପାଇଁ, ଦେଶ ପାଇଁ କାମ କରିବେ, ଏହା ହିଁ ଆଶା କରିବି। ଅତିଥିଗଣ ସେହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ ଓ ସମ୍ବୋଧିତ କରିଥିଲେ। ତତ୍ସହ 2 ଦିନ ଧରି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମଞ୍ଚରେ ବାନ୍ଧି ରଖିଥିଲେ। ଜୟ ବିଜ୍ଞାନ ନାରାରେ ପ୍ରକମ୍ପିତ ହୋଇଥିଲା କାଣାପାଟ ହାଇସ୍କୁଲ। ବିଜ୍ଞାନ ମେଳା ଅଧ୍ୟକ୍ଷ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ସାଂଗଠନିକ ସମ୍ପାଦକ ତଥା କାଣାପାଟ ହାଇସ୍କୁଲର ପ୍ରଧାନ ଶିକ୍ଷକ
टुकुल बास्के शांति श्रृंखलार सह विज्ञान मेला संपन्न होइथिबा सह अंचलवासींक अकुंठित सहयोग समस्त शिक्षक शिक्षयित्री छात्र छात्री अभिभावक अभिभाविका जनप्रतिनिधि अंचलवासी को कृतज्ञता जणाइबा सह नववर्ष 2025 शुभेच्छा जणाइथिले। रायरंगपुर अक्षय विश्वास रिपोर्ट अनुध्यान टीवी। आज मयूरभंज जिले में जिला स्तरीय विज्ञान मेला आज बिजातला ब्लॉक जोड़िया ग्राम आज अनुष्ठित होता एवं एटी मयूरभंज जिलार 26टी ब्लॉक रु विभिन्न मेधावी छात्र आज गतकाली पाखु आज पर्यटन से निजर विज्ञान जहाँ कौशल से देखते निश्चित भाव में आपने देखले आश्चर्य हो जे मयूरभंज जिलार छात्र छात्री माने एते टैलेंट एवं भितर विज्ञान प्रति एते माने आदर रही निश्चित भाव में यही छात्र छात्री माने आगामी दिन में निश्चित भाव में ओडिशा प्रदेश एवं भारत वर्ष से ना रखिए एवं आज विज्ञान मेला को आज गतकाली आरंभ कर गतकाली आमर राज्यर मंत्री गणेश राम खुंटिया महोदय आसीते आज आम निजे सारसकोणा विधायक मो बड़ भाई भाद महासदा एवं मुझे आज निजे आम उपस्थित अच्छु आम आज रहीकि आम ये कार्यक्रम को देखुलु एवं ये जो छात्र छात्री मैंने जो मैंने आज अंशग्रहण कर बहुत उत्साह रही निश्चित भाव में मुझे धन्यवाद देवी मयूरभंज जिलार जो विज्ञान शिक्षक शिक्षयित्री मैंने अच्छा से सुंदर भाव में ये जिनटी से आयोजन कर छुआ मान जो मेधावी मेधावी जो छात्र जो रही टैलेंट से आज मैंने देखी पार्टी तेणु से राज्य सरकार तरफ धन्यवाद एवं आम दुई भाई मो बड़ भाई सारकोणा विधायक मो तरफ आज विज्ञान मेला को जो मैंने आयोजन कमिटी को धन्यवाद एवं छात्र छात्री मानक आम तरफ अनेक अनेक शुभेच्छा एवं धन्यवाद रही। मु नपल मुंडा बीओ बिजातला आज जिला स्तरीय बाल वैज्ञानिक प्रदर्शनी 2024 काणापाट गवर्नमेंट हाई स्कूल जुड़िया ठारे अनुष्ठित होउची। एथिरे उद्घाटनी उत्सव रे मुख्य अतिथि जंगल परिवेश मंत्री श्रीयुक्त गणेश राम खुंटिया महोदय उपस्थित थाई आज उद्घाटनी उत्सव को उद्घाटन करथिले। एथिरे जिल्लार 176टी प्रकल्प स्थान पाई समस्त पिला माने आज उपस्थित थाई तांकर प्रकल्प प्रदर्शन करुछंती। सुरुखुरुरे काम जारी रही पिला माने भारी खुशी रे तांकर प्रकल्प मध्य देखौछंती। समस्त को गोटे विज्ञान रो परिवेश सृष्टि होईची। एथिरे हमर सभापति श्रीयुक्त पूर्णचंद्र सेठी महोदय मध्य उपस्थित थाई पिला माननकु उद्बोधन देइछंती तथा अन्यान्य मंचासीन अतिथि मध्य उपस्थित थाई पिला माननकु उद्बोधन देइछंती। एथिरे समस्ते उत्साहित एवं आमर ये जो काणापाट गवर्नमेंट हाई स्कूल ले समस्त प्रकार अकोमोडेशन व्यवस्था करा हैची। यह दुई दिन धरी कार्यकारी हब। आसंता काली पर्यंत ये बाल वैज्ञानिक प्रदर्शनी जारी रहिबो। आज जो प्रकल्प थिला सेगुडी को आमर भैल्युएसन मध्य जारी रही। आसंता काली पर्यंत से भैल्युएसन जारी रहिबो। एथिरे पार्टिसिपेट करिथिबा समस्त पिला माने अति खुशी रे तांकर प्रोजेक्ट संबंध रे उपस्थापन करिसंती। समस्त को मन रे खुशी रो लहरी खेली जाइछि।